আমি নিয়র অভ্যাস প্রকৃতি সংসার করিবি কিন্তু এখানে পাদ দাও পৃথিবীটা আজ অবাধ্য হয়ে যাইছি সামন্ত সিংহার পরিবারର ମଝିଆ ପୁଅ ବୈଜ୍ଞାନିକ ଦେବଦତ୍ତ ସାମନ୍ତ ସିଂହାର ଆଜିର ଭଳିଆ ଦିନରେ ହୋଟେଲ ପାର୍ଟି ଆଟେଣ୍ଡ କରିବା ପାଇଁ ଚାଲି ଯାଇଛି ଆପଣଙ୍କର ସାନ ପୁଅ ଜ୍ଞାନଦତ୍ତ ସାମନ୍ତ ସିଂହାର ମଦ ପିଇ ରାସ୍ତା କଡ଼ରେ ରହୁଛି ନିଜେ କ'ଣ କହୁଛି ନିଜେ ବି ଜାଣିପାରୁନି ସିଧା ସିଧା ମନା କରିଦେଲା ଛାଡ଼ ଆପଣ କିଏ ଏ ସାମନ୍ତ ସିଂହାର ପରିବାରର ବଡ଼ ପୁଅ ରାଜା ସାମନ୍ତ ସିଂହାର କ୍ଷମତା ଅଛି ସତ ହେଲେ ଶାସନ କରିବାର ଅଧିକାର ନାହିଁ ନନା ବାପା ହଁ ମୁଁ ଜାଣିଛି ଏ ମୋତେ ଫୋନ୍ କରିଥିଲା ସିଧା ସିଧା ମନା କରିଦେଲା ଆଜି ଆସିପାରିବନି ବୋଲି କେନ ହୋଟେଲରେ ଦେଖାହେଲା ନିଜେ କ'ଣ କହୁଛି କିଛି ବୁଝିପାରିଲାନି ସିଧା ସିଧା ପଳେଇ ଆସିବ ତମେ ବ୍ୟସ୍ତ ହେବନି ବୋଉମା ମୁଁ ଏ ସାମନ୍ତ ସିଂହାର ପରିବାରର ବଡ଼ ପୁଅ ରାଜା ସାମନ୍ତ ସିଂହାର ନୀତି ପରମ୍ପରା ଅନୁଯାୟୀ ମୋ ବାପାଙ୍କ କାମ ମୁଁ କରିବି କିନ୍ତୁ ନନା ଇଏ କେନ ବୁଝୁନାହାନ୍ତି କାହିଁକି ଅବୁଝାଉଛନ୍ତି ତମକୁ ତ ଥରେ କହିଲି ବୋଉମା କ୍ଷମତା ଅଛି ସତ ହେଲେ ଶାସନ କରିବାର ଅଧିକାର ନାହିଁ ତମେ ବ୍ୟସ୍ତ ହବନି କୋକେଇ ମୁଁ ବାନ୍ଧିବି ଜୁଇ ମୁଁ ସଜାଡ଼ିବି କିନ୍ତୁ ସେମାନେ ଦେଖୁ ସେମାନେ ବାଛିବାକୁ ପଡ଼ିବ ବାପାଙ୍କ ଦୁଇରେ ଝିଅ ତନ୍ଦର କାଠ ପକେଇବାକୁ ପଡ଼ିବ ଓହୋ ବୋଉମା ତମକୁ ପରା ଥରେ କହିଲି ଏ ରାଜା ସାମନ୍ତ ସିଂହାର କ୍ଷମତା ଅଛି ସତ ହେଲେ ଶାସନ କରିବାର ଅଧିକାର ନାହିଁ ତମେ ବ୍ୟସ୍ତ ହବନି ମୋ ବାବାଙ୍କ କାମ ମୁଁ କରିବି ଠିକ୍ ଅଛି ନନା ମୁଁ ବି ମୋ ଶସ୍ତ୍ରଙ୍କ ପାଇଁ ସବୁ କିଛି କରିବି ପକେଇ ପାଇଁ ବାଉଁଶ ଦୋକାନ କରିବି ଦୁଇ ପାଇଁ କାଠ ସଜାଡ଼ିବି ନା ହିନ୍ଦୁ ପରମ୍ପରା ଅନୁସାରେ ଘରର ବଡ଼ ବୋଉମାନେ ଏଠୁ ଗୋଟେ ଢେର କଥା ମୁଁ ସେ ଘର ବାବୁ ଯଦି ତମେ ଏ ଘରର ବୋହୂ ବୋଲି ଭାବୁଥାଅ ଯଦି ଏ କୁଳରେ ପୁଅ ଅଛି ବୋଲି ଭାବୁଥାଅ ତାହେଲେ ଡ୍ରେସ୍ ପିନ୍ଧିକି ହୋଟେଲ ଆଟେଣ୍ଡ କରିବା ପାଇଁ ବାପାকে ସବୁ ଘରେ କେତେବେଳେ ତ ପଡ଼ି ରହିଛି ଆଉ କାଲି ସକାଳେ ଯଦି ମୋ ଭାଇର ସବୁଟା ଘରେ ପଡ଼ି ରହେ କି ତ ଦେବି ମୁଁ ସମସ୍ତ କି ତ ଦେବି ମୋ ବାପାଙ୍କୁ ଦେଖ ବୋଉମା ମୋ ଭାଇମାନଙ୍କୁ ମୁଁ ବହୁତ ଭଲ ପାଏ ମୁଁ ଚାହିଁବି ଯେ ମୋ ପାଇଁ ମୋ ଭାଇମାନଙ୍କ ମନରେ କେବେ ହେଲେ କଷ୍ଟ ହବ ବୋଲି